କାହିଁ ତମକୁ କଣ ପାଇଁ କହିଥାନ୍ତି ମୋର କଣ ବାହା ହେବାକୁ ବୟସ ହେଇନି ନା ତମେ ବାହା ହବନି ବୋଲି ମୁଁ ସାରା ଜୀବନ ବାହା ନହେଇ ରହିଯାଇଥାନ୍ତି ସେ କଥା କହୁନି ଏ ବନ୍ଧୁର ବିବାହ ତମେ ଶୋଭା ପାଉଛି କାହିଁ ମୋ ବାହାଘର ପାଇଁ କେତେ ଟଙ୍କା ରଖିଛ ଶୁଣେ ମୁଁ ଭାବିଲି ମୁଁ ତାକୁ ବାହାରକୁ ମନା କରିଥିଲି ୟା ବୋଲି ଲୋକ ଲଜ୍ଜା ଅଛି କି ନାହିଁ ଆଉ ତାପରେ କଣ ଲୋକ ଲଜ୍ଜା ଭୟରେ ମୁଁ ଯାଇ ସାଇ ପଇସାରେ ମୋ ବାହାଘର ପାଇଁ ଅନୁମତି ଭିଜା ମାଗିଥାନ୍ତି ଏ ହେଉଛି ସାମାଜିକତା ଆମର ବିଧି ଆଉ ପରମ୍ପରା ওই বিধি পরম্পরাকে ମୁଁ বিশ্বাস করেনি এসব হচ্ছে ফালতু কথা হাতা জড়ি দিতে পারতো তোরে মধ্যে আমি যদি ভিতরে যুক্তি তর্ক করতে মনে যে বাগর সমাজ প্রাণ সুন্দর এ তোদের মনে তো কিছু দোষ নেই আমি পরিস্থিতিরে পড়ে এমনি করে নিষ্পত্তি নেই এই পরিস্থিতি আমরা দুই জনকে ভালো পাও ও বাবা মোবাইল মধ্যে নিষ্পত্তি নেইছিল কিন্তু বড় তাই ঘরের আর্থিক অবস্থা ও তো বেকারি করা পাই ও ডাক্তার ভাই প্রথমে রাজি এলেনি ସେଥିପାଇଁ ଆମେ ମନ୍ଦିରରେ ବାହାରି ପଡ଼ିଲୁ ଆଉ ଯଦି ନଥା ଡାକ୍ତର ଭାଇ ଏ ବାହାଘରକୁ ଅସ୍ୱୀକାର କରି ମୋ ଘରେ ଆସି ଗଣ୍ଡଗୋଳ ସୃଷ୍ଟି କଲେ ବାହାଘର କରିଛି ଯେତେବେଳେ ତାକୁ ଅସ୍ୱୀକାର କ'ଣ କରିବ ମୂଲ୍ୟ ଅଛି କି ନାହିଁ ତତେ ବୁଝେଇବାକୁ ମତେ ବେଶୀ ସମୟ ଲାଗେ ଯଦି ନିଜର ମଙ୍ଗଳ ଚାହୁଁଛୁ ତାହେଲେ ହାତରୁ ଶଙ୍କା କରି ମଥାରୁ ସିନ୍ଦୁର ପୋଛି ପକା ଆଉ ଚାଲ ମୋ ସହ ତମେ ମୋ ଭାଇ ନାହିଁ ଶତ୍ରୁ ସୋନାଲି ହଁ ମୋ ସ୍ୱାମୀ ବଞ୍ଚି ଥାଉଛ ମୁଁ କେମିତି ଅଦୃଶ୍ୟ ତମେ ଏ କଥା କେମିତି କହିପାରୁଛ ମୋ ବିବେକ ମତେ ବାଧା ଦବନି କାରଣ ଏ ବାହାଘରକୁ ମୁଁ ମାନି ନେଇ ପାରିବିନି ମୁଁ କିନ୍ତୁ ମୋ ଶାଶୁଘର ଲୋକଙ୍କୁ ମୁଁ କେବେ ବି କଲ୍ କରିପାରିବିନି ତାମାନେ ତୁମ ସହ ସବୁଦିନ ପାଇଁ ସମ୍ପର୍କ କାଟିଦବୁ କାଟିବ କି ଯୋଡ଼ିବ ସେଇଟା ତୁମେ ସ୍ଥିର କର ତାପରେ ବି ମୁଁ କହୁଛି ମୋ ଶାଶୁ ମୋ ସ୍ୱାମୀକୁ ମୁଁ କେବେ ବି ଛାଡ଼ିପାରିବିନି ବୁଝିଗଲି ଏ ମହିଳା ତ ମୁଣ୍ଡଟାକୁ ଖରାପ କରିଦେଇଥିଲା ତୋ ସରଳତାର ସୁଯୋଗ ନେଇ ତୋ ଜୀବନକୁ ବର୍ବାଦ କରିଦେବା ଦେଖନ୍ତୁ ମାନୁଛି ମୁଁ ସୋନାଲିକୁ ଭଲ ପାଇ ବିବାହ କରିଛି ବର୍ତ୍ତମାନ ମୁଁ ବେକାର ତା ବୋଲି ମୁଁ ଆପଣଙ୍କ ଅର୍ଥପତ୍ରକୁ ନିଜର କରିବାକୁ ଚିନ୍ତା କରିଛି କିନ୍ତୁ ମୁଁ ତୁମକୁ ବାରମ୍ବାର ମନା କରିବା ସତ୍ତ୍ୱେ ତମେ ମୋ ଭଉଣୀକୁ ବାହା ହଉଥିଲ କାହିଁକି ତମେ ମୋ ଭଉଣୀକୁ ବାହା ହେବାର ତମର କି ଯୋଗ୍ୟତା ଅଛି ମୁଁ ଆପଣଙ୍କୁ ସମ୍ମାନ ଦେଇ କଥା ହଉଛି କିନ୍ତୁ ଆପଣ ମୋ ଦାରିଦ୍ରତାକୁ ଅସମ୍ମାନ କରୁଛନ୍ତି ତମେ ଖାଲି ଦରିଦ୍ର ନୁହଁ ଜଣେ ଉର୍ଦ୍ଧ୍ୱ ଶିକ୍ଷିତ ଲୋକ ମଧ୍ୟ ଦେଖନ୍ତୁ ଡାକ୍ତର ବାବୁ କଥା କହିବାର ସଂଯମତା ରକ୍ଷା କରନ୍ତୁ ତା ନହେଲେ ମୁଁ ଭୁଲିଯିବି ଆପଣ ସୋନାଲିର ଭାଇ ବୋଲି କଣ କରିବ ଭୁଲି ଯାଇ କଣ କରିବ ଏ ଘରୁ ଧକ୍କା ଦେଇ ମତେ ବାହାର କରିଦବ ମୋ କଥା କି ଶୁଣୁଛ ଏବେ ଚୁପ୍ କର କଣ ଶୁଣାବ ତମମାନେ ମୁଁ ଯଦି ଇଚ୍ଛା କରିବି ସେଇ ମୁହୂର୍ତ୍ତରେ ତମକୁ ଚିଟିଂ କେସରେ ଜେଲ ପଠାଇଦେବି ସାଇରେ ଖବର ତମେ ଆଉ କାହାକୁ ଦେଖେଇବ ହେଲେ ଏଠି ନୁହେଁ ମନେ ରଖ କାହିଁକି ନା ଏଇଟା ହଉଛି ମୋ ଶାଶୁ ଘର ଆମ ଶାଶୁ ଘର ଲୋକଙ୍କୁ ତମେ ଯଦି ଏମିତି ଅପମାନ କର ତାହେଲେ ମତେ ମଧ୍ୟ ଆଇନର ଆଶ୍ରୟ ନେବାକୁ ପଡ଼ିବ ବୁଝିଗଲି ତୋ ଚିନ୍ତାଧାରା ଯଦି ଏତ ଉପରକୁ ଚାଲିଗଲାଣି ମୋର ଆଉ କିଛି କହିବାର ନାହିଁ ମୁଁ ଏଇ ମୁହୂର୍ତ୍ତରୁ ଚାଲି ଯାଉଛି ହେଲେ ତୋ ମୋ ଭିତରେ ଥିବା ସବୁ ସମ୍ପର୍କ ସରିଗଲି ମୋ ଭଉଣୀ ମୋ ପାଇଁ ମରିଗଲା ବୁଝିଲୁ ବଢ଼ିଆ আমি বুঝাই ডাক্তার বাবু গোড় হাত ধরি তোদের তার সহ বাহাঘর করে দিয়েছি ତମେ ସେଇ ଗୋଡ଼ ହାତ ଧରିବା ଛଡ଼ା ଆଉ କଣଟା ଜାଣିଛନ୍ତି ହାତ ଗୋଡ଼ ଧରିବା ଅପେକ୍ଷା ମତେ ଯଦି ରୋଜଗାରକ୍ଷମ କରିଥାନ୍ତ ତାର ଆଜି ସବୁ ଅସୁବିଧାର ସମାଧାନ ଆପେ ଆପେ ହେଇଯାଇଥାନ୍ତା ତମେ ତ ଜମି ବିକିଲନି କି ଟଙ୍କା ମତେ ଦେଲନି ତୁ କାଇଁ ସେଇଟା କଥା ଶୁଣୁଛୁ ସମସ୍ୟା ଘଟି ସାରିଲା ପରେ ତା ମୁଣ୍ଡକୁ ବୁଦ୍ଧି ଆସେ ମାତ୍ର ସମସ୍ୟା କେମିତି ନ ହବ ସେତେବେଳକୁ ତା ମୁଣ୍ଡକୁ ବୁଦ୍ଧି ଆସେ ହଉ କଣ ବୋଉ କହୁଛି ଯୋଉ କାମ ଘଟି ସାରିଲାଣି ସେଥିପାଇଁ ତୋର ଚିନ୍ତା କରିବା ଦରକାର ନାହିଁ ବର୍ତ୍ତମାନ ଯୋଉ କାମ ତୋର କରିବାକୁ ଅଛି ତୁ ସେଇ କଥା ଚିନ୍ତା କଣ ଏମିତି ଅବୁଝା ହଉଛୁ ମ ସାଇ ପଇସା ମୁଁ ବୁଝିବା ତ ଦବୁନି କି 20,000 ଟଙ୍କା ତ ରଖିଦେଲି ସେ ଅଲକ୍ଷଣୀ ପୋଡ଼ା ମୁଇ ତାକୁ ଚୋରି କରି ନେଇ ଏବେ ଟଙ୍କା କୋଉଠୁ ବୋଉ ତୋ ଟଙ୍କା ଚୋରି ହେଇନି ବା ତୋ 20,000 ଟଙ୍କା ମୁଁ ନେଇଥିଲି ବାହାଘର ଖର୍ଚ୍ଚ କରିବା ସୋନାଲିର ଫୋନ କଲ୍ ପାଇଁ ମୁଁ ଏତେ ବ୍ୟସ୍ତ ହେଇଗଲି ଯେ ତୋ ପ୍ରଶ୍ନକୁ
ସାମ୍ନା ନ କରିବା ପାଇଁ ମୁଣ୍ଡରେ ଧରେଇ ଦେଖିଲ ଦେଖିଲ ଏ ଟଙ୍କାଟାକୁ କଣ କହିବି ତତେ ରେ ବାପା ଟଙ୍କା ତ ମୁଁ ତୋରି ଭଲ ମନ୍ଦ ପାଇଁ ରଖିଥିଲି ତୁ ତ ନେଲୁ ମୁଁ କଣ ତତେ ପ୍ରଶ୍ନ କରିବି କଣ ପାଇଁ ଆଉ ସେଇ ଟଙ୍କା ପାଇଁ ମତେ ଜୋରଡ଼ି ସଜେଇଲା ମୋ ବାପା ତ ଚୌଦ୍ଧ ପୁରୁଷ ନେଇ ଗାଳି କର ସେଥିରେ ମତେ ହାତ ଉଠେଇ ବାଟ ମାରିଲା ଏବେ କୁହ ମୁଁ କଣ କରିବି ଏ ତ ବୋଉ ତୁମେ କି ଚୁପ ହେଇଯାଅ ହେ ନା ସିଏ ଚୁପ ହେଇ ରହିବ କାହିଁକି ବରଂ ତୁ ଗୋଟେ କାମ କର ଘର ଭିତରକୁ ଯା ପୁରା ଠେଙ୍କା ଆଣି ତା ହାତରେ ଧରେଇ ଦେ ତା ମନ ଶାନ୍ତି ହବ ନାହିଁ ସେ ସମସ୍ତଙ୍କ ସାମ୍ନାରେ ମତେ ଏଠି ପିଟୁ ଚାଲି ଆସିଲା ସମସ୍ତଙ୍କ ସାମ୍ନାରେ ସାଧୁ ଗଣି ଜଣେ ଆରେ ମଳୟ ତୋର ଏସବୁ କଥା କେମିତି ମୁଣ୍ଡ ପୁରେଇବା ତୁ ଗୋଟେ କାମ କର ବୋଉକୁ ନେଇ ଘର ଭିତରକୁ ଯା ମୁଁ ଯାଉଛି ସାହିକୁ ଦି ଚାରି ଜଣ ସ୍ତ୍ରୀ ଲୋକଙ୍କୁ ଡାକି ଆଣିବି ସେମାନେ ତମ ଦି ଜଣଙ୍କୁ ବନ୍ଧପନା କରିବେ ତୁ ଯା ଏ ଶୁଣ ଆଜି ଏ ଶୁଭ ଦିନରେ ଯଦି କିଛି ଅଶୁଭ ଘଟଣା ଦେଖା ଗଲୁ ତାହେଲେ ମତେ ଚିହ୍ନିବୁ ଆସ ତୁମେ